ପ୍ରିୟ ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଅତ୍ୟନ୍ତ ଦୁଃଖର ସହିତ ଜଣାଇବାକୁ ଚାହେଁ ଯେ ଦୀର୍ଘ କିଛି ମାସ ଧରି ସାରା ଓଡ଼ିଶାରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଯେଉଁ ଅତ୍ୟାଚାର ବଢ଼ି ଚାଲିଛି ତା ବିରୁଦ୍ଧରେ ଆମ୍ଭେମାନେ ଅନେକ ପ୍ରଦର୍ଶନ ବି କରିସାରିଲୁଣି ଏବଂ ଅନେକ ଜାଗାକୁ ସ୍ମାରକପତ୍ର ମଧ୍ୟ ପଠାଇ ସାରିଲୁଣି। କିନ୍ତୁ କୌଣସି ପ୍ରକାର ଉପକାର ହେବାର ଆମେ ପରିଲକ୍ଷିତ କରିପାରିନାହୁଁ। ବର୍ତ୍ତମାନ ଆଜି ଭଦ୍ରକର ଯେଉଁ ପରିସ୍ଥିତି, ଜଣେ ଭାଇ ଗୌରାଙ୍ଗ ବାଈଙ୍କ ପରିବାରକୁ ନେଇ ସେମାନେ ତାଙ୍କୁ ଘର ବାପସି କରିବା ଆଳରେ ଯେଉଁ ଚାପ ସୃଷ୍ଟି କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ମୁଁ ସାରା ଓଡ଼ିଶାର ଖ୍ରୀଷ୍ଟିଆନ ମାନଙ୍କୁ ଅନୁରୋଧ କରୁଛି, ଆପଣମାନଙ୍କୁ ସାହାଯ୍ୟ କରିବାକୁ କେହି ଆସିବେ ନାହିଁ ବା କୌଣସି ରାଜନୈତିକ ଦଳ, ମୁଖ୍ୟ ଧାରାର ରାଜନୈତିକ ଦଳ ମଧ୍ୟ ଆପଣଙ୍କ ନିମନ୍ତେ ସ୍ୱର ଉଠେଇବେ ନାହିଁ। ତେଣୁ ସଜାଗ ହୁଅନ୍ତୁ, ଚିନ୍ତିତ ହୁଅନ୍ତୁ ଏବଂ ଟିକିଏ ଚତୁର ମଧ୍ୟ ହୁଅନ୍ତୁ ଓ ନିଜେ ଚିନ୍ତା କରନ୍ତୁ। ଆପଣଙ୍କର ଆବଶ୍ୟକତା ସମୟରେ ଯେଉଁମାନେ ଆପଣଙ୍କ ପାଖରେ ଠିଆ ହେଉନାହାନ୍ତି, ଆଗାମୀ ଦିନରେ ସେମାନଙ୍କୁ ଚିହ୍ନି ରଖନ୍ତୁ ଏବଂ ଠିକ୍ ସମୟରେ ଜବାବ ଦେବା ପାଇଁ ଆପଣମାନେ ମଧ୍ୟ ପ୍ରସ୍ତୁତ ରୁହନ୍ତୁ। ତେଣୁ ଅନୁରୋଧ କରୁଛି, ଏହି ସମସ୍ତ ଘଟଣାରେ ଭାଙ୍ଗି ପଡ଼ନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ, ସାହସିକ ହୁଅନ୍ତୁ, ବଳବାନ ହୁଅନ୍ତୁ ଏବଂ ଶକ୍ତିଶାଳୀ ହୋଇ ଏକା ହେଲେ ମଧ୍ୟ ଆପଣ ଲଢ଼ିବାକୁ ଚେଷ୍ଟା କରନ୍ତୁ। ଧନ୍ୟବାଦ।